गुड मॉर्निंग फ्रेंड्स सकार गुरुत्वपूर्ण खबर आपण स्वागत मुझे तो फ्रेंड्स प्रत्येक दिन भली बहुत गुड़ी पछा पछा खबर सहित जहाँकि पीएम किसान कालिया योजना ठू आरंभ कर राशन कार्ड ई श्रम कार्ड बड़ बड़ घोषणा यह खबर भितर रही तेणु आपण मैंने 2 मिनिट अधिक समय दे ए वीडियो को निश्चित शेष पर्यंत देखंतु कारण आज वीडियो देखापी आपको कौन न्यूज पेपर किंबा खबर कागज देखा पड़ोनी से चलतु भाई मैंने बेसी डेरी नक भिडियो पर नजर पकईबा तेरे नजर पकईबा पूर्व जदि आम चैनल प्रथम आसी भिडियो देखुं तेरे आम चैनल को सब्सक्राइब कर पाखे घंटी चिन्ह को दबे ऑल नोटिफिकेशन को दबे दिंतु कारण आम जिते बेले भी भिडियो छाड़ू आपण पाखे पहुँचब सर्वप्रथमे नंबर 1 आसला पुणी ମ୍ୟାଲେରିଆ ରୋଗକୁ ନେଇ ଓଡ଼ିଶାରେ ବଡ଼ ଖବର। ରାଜ୍ୟର ବିଭିନ୍ନ ଜିଲ୍ଲାରେ ମ୍ୟାଲେରିଆ ବ୍ୟାପୁଥିବା ବେଳେ 7ଟି ଜିଲ୍ଲାରେ ଏହା ପିକ୍ରେ ରହିଛି। ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବୌଦ୍ଧ, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାରେ ମ୍ୟାଲେରିଆ ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି। ତେବେ ଏଲ୍ଏନ୍ ମଶାରୀର ପ୍ରଭାବ କମିବା ଏବଂ କେନ୍ଦ୍ର ମଶାରୀ ପଠାଇବାରେ ବିଳମ୍ବ ରହିଥିବା କିମ୍ବା କରିବାକୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ତେବେ ଆଉ 4 ଦିନ ଭିତରେ ଏହି ମଶାରୀ ଓଡ଼ିଶାକୁ ପହଞ୍ଚିବା ନେଇ ଆଶା ରଖିଛି ସ୍ୱାସ୍ଥ୍ୟ ବିଭାଗ। ଏବଂ 7ଟି ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା। କୋରାପୁଟ 5500, ରାୟଗଡ଼ାରୁ 6088, ମାଲକାନଗିରିରୁ 2658, ମୟୂରଭଞ୍ଜରୁ 1667, ବୌଦ୍ଧରୁ 1148, କଳାହାଣ୍ଡିରୁ 5865, କନ୍ଧମାଳରୁ 4965 ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହିସବୁ ଜିଲ୍ଲାରେ ମ୍ୟାଲେରିଆର ହଟସ୍ପଟ ପାଲଟିଛି। ପରବର୍ତ୍ତୀ ଖବର ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି। ଆଇଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ଦେଶବ୍ୟାପୀ ଧର୍ମଘଟ କରିଛି ବିଭିନ୍ନ ମେଡିକାଲ ସଂଗଠନ। ଭାରତୀୟ ମେଡିକାଲ ଆସୋସିଏସନ ଏବଂ ରେସିଡେଣ୍ଟ ଡକ୍ଟର ଆସୋସିଏସନ ସମେତ ଅନ୍ୟ ସଂଗଠନ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଡାକରା ଦେଇଛନ୍ତି। ସାରା ଦେଶରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ଚିକିତ୍ସା ନ ପାଇ ରୋଗୀଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ତେବେ ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଯଥାଶୀଘ୍ର କାର୍ଯ୍ୟକୁ ଫେରିବାକୁ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି। ପରବର୍ତ୍ତୀ ଖବର ପୁଣି କମ୍ ହୋଇଗଲା ଲୁହା ରଡ୍ ଏବଂ ସିମେଣ୍ଟ ମୂଲ୍ୟ। ମୌସୁମୀ ଚାଲିଥିବାରୁ ଯେଉଁମାନେ ବର୍ଷା ସମୟରେ ଘର ନିର୍ମାଣ କରିଥିଲେ କିମ୍ବା ଘର ତିଆରି କରିବାକୁ ଚିନ୍ତା କରୁଥିଲେ ସେମାନେ ଟିକେ ବ୍ରେକ୍ ନେଇଛନ୍ତି। ତେଣୁ ଲୁହା ରଡ୍ ଏବଂ ସିମେଣ୍ଟ ମୂଲ୍ୟରେ ହ୍ରାସ ଘଟିଛି। କିନ୍ତୁ ଏହା ତାଜା ରିପୋର୍ଟ ଅନୁସାରେ ଆଜି ଲୁହା ରଡ୍ ଏବଂ ସିମେଣ୍ଟ ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ଗତ କିଛି ସପ୍ତାହ ଭିତରେ ସିମେଣ୍ଟ ଏବଂ ଲୁହା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ଖବର ରାଜ୍ୟରେ ଆଲୁ ପରେ ଏବେ ପିଆଜ ଚିନ୍ତା। ଆଲୁ କଷ୍ଟ ଯାଇନି, ଏବେ ପିଆଜ କନ୍ଦିଲାଣି। ଦର ବଢ଼ିଥିବାରୁ ଘାରିଲାଣି ପିଆଜ ଚିନ୍ତା। ଗତ କିଛି ଦିନ ହେବ ଭୁବନେଶ୍ୱରରେ ପିଆଜ ଦର 40ରୁ 45 ଟଙ୍କା ଥିଲା, ଏବେ କେଜି ପିଛା 50 ଟଙ୍କା ହୋଇଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଖାଉଟି। ଏହା ପୂର୍ବରୁ ରଜ ଥିବାବେଳେ ପିଆଜ ଦର ମଧ୍ୟ 50 ଟଙ୍କା ଥିଲା। ସେହି ସମୟରେ ମହାରାଷ୍ଟ୍ରର ନାସିକରେ ପିଆଜ ଦର ବଢ଼ିଥିବାରୁ ଓଡ଼ିଶାରେ ଏହା ଦର ମଧ୍ୟ ସେ ଅନୁପାତରେ ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି। ଏବେ ପୁଣି ସେହି ସ୍ଥିତି ସୃଷ୍ଟି ହୋଇଛି। ବର୍ଦ୍ଧିତ ଦରଦାମକୁ ନେଇ ଅତିଷ୍ଠ ଖାଉଟିଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ହୋଇଛି। ପରବର୍ତ୍ତୀ ଖବର ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। 2 ଦିନରେ ବାଂଲାଦେଶ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି କିମ୍ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ତେବେ ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା 24 ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ କିଛି ସ୍ଥାନରେ 70ରୁ 200 ମିମି ଯାଏଁ ବର୍ଷା ହୋଇପାରେ ଏବଂ ଆସନ୍ତା 20 ତାରିଖ ଯାଏଁ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଥିପାଇଁ ଅଧିକ ବର୍ଷା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ପରବର୍ତ୍ତୀ ଖବର
ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ସରକାରଙ୍କ ଆଉ ଏକ ପଦକ୍ଷେପ। କେନ୍ଦ୍ର କ୍ୟାବିନେଟ୍ 3ଟି ନୂତନ ମେଟ୍ରୋ ପ୍ରକଳ୍ପ ଏବଂ 2ଟି ନୂତନ ବିମାନ ବନ୍ଦର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 2ଟି ନୂତନ ବିମାନ ବନ୍ଦର ପାଇଁ ଦେଶ ଅନୁମୋଦନ ଲାଭ କରିଛି। 3ଟି ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ପରବର୍ତ୍ତୀ ଖବର, ଲାଗୁ ହେବ ସୁଭଦ୍ରା ଯୋଜନା। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଜେପି ସରକାର ତାର ପ୍ରଥମ 60 ଦିନରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି ଏବଂ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲିବା, ଓଡ଼ିଶା ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା, ଓଡ଼ିଶା ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ପ୍ରସ୍ତୁତ କରାଇଛି ଏବଂ ପ୍ରଥମ 100 ଦିନ ଭିତରେ ଧାନର କ୍ୱିଣ୍ଟାଲ ପିଛା 3100 ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଏବଂ ଏହି ସୁଭଦ୍ରା ଯୋଜନାକୁ ନେଇ ଯଥାଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଏବଂ ଏଥିରେ ଆପଣଙ୍କୁ ବିନା ସୁଧରେ 2 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଏଥିରେ ଟଙ୍କା ବିନା ସୁଧରେ ଶୁଝିବାକୁ ପଡ଼ିବ। ପରବର୍ତ୍ତୀ ଖବର, ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ଏବେ ଖୁସି ଖବର। ପୁଣି ଥରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ହିତାଧିକାରୀଙ୍କୁ ମିଳିଥିବା ଚାଉଳର 20% ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲା, କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି ଏବଂ ବର୍ତ୍ତମାନ ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ରାସନ କାର୍ଡ ହିତାଧିକାରୀଙ୍କୁ ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ମିଳିବାକୁ ଯାଉଛି, ଯାହାକି ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ପରବର୍ତ୍ତୀ ଖବର, ଆସିଲା ପୁଣି ପିଏମ୍ କିଷାନ ଯୋଜନାକୁ ନେଇ ପୁଣି ଏକ ଖୁସି ଖବର। କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନା ଜାରି ରଖିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ଼ ଯୋଜନା ଭିତରେ ପିଏମ୍ କିଷାନ ଯୋଜନା କୃଷକମାନଙ୍କୁ ସୁବିଧା ଦିଆଯାଏ। ପ୍ରତି ବର୍ଷ ଏହି ଯୋଜନା ମାଧ୍ୟମରେ 3ଟି କିସ୍ତିରେ ମୋଟ 6,000 ଟଙ୍କା ପଠାଯାଉଛି, ଯାହାକି ଏହି ଯୋଜନା ମାଧ୍ୟମରେ 17ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ 18ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 12 କୋଟି କୃଷକଙ୍କୁ ଖୁବ୍ ଶୀଘ୍ର 18ତମ କିସ୍ତି ପ୍ରଦାନ କରିବେ ମୋଦି ସରକାର ଏବଂ ଆସନ୍ତା ଏହି ମାସର ଯେକୌଣସି ତାରିଖରେ କିମ୍ବା ଆସନ୍ତା ମାସର ପ୍ରଥମ ସପ୍ତାହରେ ପୁଣି ସମସ୍ତଙ୍କୁ ଟଙ୍କା ମିଳିବାଟା ଯଥେଷ୍ଟ ଭାବରେ ସମ୍ଭାବନା ରହିଛି, ଯାହାକି ଆପଣଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ସେଥିପାଇଁ ଆପଣମାନେ ଯଦି ଏପର୍ଯ୍ୟନ୍ତ କେୱାଇସି କରିନାହାନ୍ତି, ତେବେ ଆପଣମାନେ ଶୀଘ୍ର ଏଥିରେ କେୱାଇସି ଫୁଲଫିଲ୍ କରି ରଖିଥାନ୍ତୁ। ପରବର୍ତ୍ତୀ ଖବର, ଏହି ଯୋଜନାରୁ ପ୍ରତି ମାସରେ ସ୍ୱାମୀ ସ୍ତ୍ରୀଙ୍କୁ ମିଳିବ 5,000 ଟଙ୍କା। ସରକାରଙ୍କ ଦ୍ୱାରା ଜାରି ହେଲା ନୂଆ ଯୋଜନା। ଏଣିକି ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ମିଳିବ ମାସକୁ 5,000 ଟଙ୍କା। ଆଉ ହାତ ଛଡ଼ା କରନ୍ତୁ ନାହିଁ, ଏହା ସୁବର୍ଣ୍ଣ ସୁଯୋଗ। ତୁରନ୍ତ ହିଁ ଆବେଦନ କରିନିଅନ୍ତୁ। ଅଟଳ ବିହାରୀ ପେନ୍ସନ୍ ଯୋଜନା, ଏହି ଯୋଜନା ଅନୁସାରେ ଆପଣ ମାସିକ ପେନ୍ସନ୍ ରୂପେ 5,000 ଟଙ୍କା ପାଇପାରିବେ। ଏଥିପାଇଁ ଆପଣଙ୍କୁ ମାସକୁ କିଛି ପଇସା ନିବେଶ କରିପାରିବେ, ଯାହାଫଳରେ ଆପଣ 60 ବର୍ଷ ବୟସ ପାର ଠାରୁ ଏହାର ଲାଭ ଉଠାଇପାରିବେ ଏବଂ ଏହି ଯୋଜନାରେ ବିନିଯୋଗ କରିବାକୁ ହେଲେ ଆପଣ 18 ବର୍ଷରୁ 40 ବର୍ଷ ବୟସ ଭିତରେ ହୋଇଥିବା ଆବଶ୍ୟକ। ତେବେ ଯଦି ଆପଣ ମାସକୁ 210 ଟଙ୍କା ବିନିଯୋଗ କରନ୍ତି, ତେବେ ଆଗାମୀ 60 ବର୍ଷ ବୟସ ହେଲା ପରେ ଆପଣଙ୍କୁ ଏଥିରେ 5,000 ଟଙ୍କାର ପେନ୍ସନ୍ ଆପଣଙ୍କୁ ମିଳିପାରିବ। ପରବର୍ତ୍ତୀ ଖବର, ଆସିଲା ପୁଣି ଶ୍ରମ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଦେଶର ଅଧିକାଂଶ ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏହି କ୍ଷେତ୍ରରେ କାର୍ଯ୍ୟ କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଅର୍ଥନୈତିକ ସୁରକ୍ଷା ଯୋଗାଇବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି, ଯେଉଁଥିରୁ 2020ରେ ଆରମ୍ଭ ହୋଇଥିବା ଏହି ଶ୍ରମ କାର୍ଡ ସ୍କିମ୍ ବହୁତ ଲାଭ ସହିତ ପରିଚାଳିତ ହେଉଛି। ସେହିଭଳି ଏହି ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଏ। ଏହି କାର୍ଡଧାରୀ ଯୋଜନା ସହିତ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟରେ 1,000 ଟଙ୍କା ଟ୍ରାନ୍ସଫର କରାଯାଇଥାଏ। ତେବେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ସମସ୍ତ ଯୋଗ୍ୟ ଲାଭାର୍ଥୀଙ୍କ ମଧ୍ୟ
ଲାଭାର୍ଥୀଙ୍କୁ ମଧ୍ୟ ସମସ୍ତଙ୍କୁ ଟଙ୍କା ମିଳିବାକୁ ଯାଉଛି, ଯାହାକି ଆପଣଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଏବଂ ମୋଦି ସରକାରଙ୍କ ମାଧ୍ୟମରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମଧ୍ୟ ଉପଲବ୍ଧ ରହିଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଲୋକ ଶ୍ରମ କାର୍ଡ଼ ଯୋଜନା ମାଧ୍ୟମରେ ତିଆରି ହୋଇଥିବା ସେମାନଙ୍କ ଶ୍ରମ କାର୍ଡ଼ ପାଇଛନ୍ତି। ଯଦି ଆପଣ ଏହି ସ୍କିମ୍ ସହିତ କନେକ୍ଟ ନାହାନ୍ତି ତେବେ ଆପଣ ଏହାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଆପଣମାନେ ଶୀଘ୍ର ଏଥିରେ କାର୍ଡ଼ ଆବେଦନ କରନ୍ତୁ।